ନାଇଁ ମୁଁ ତ ଭାବୁଛି ସେପଟେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ, ଏପଟେ କଂଗ୍ରେସ ଦଳ ତା ଲିଡର ନେତୃତ୍ୱ ଜଣେ ଆଦିବାସୀଙ୍କୁ ଦେଲା। ଆଉ ଇଏ ମଧ୍ୟ ଭଲ କରିବେ ଏବଂ ତାଙ୍କର ଯେଉଁ ଟିମ୍ଟିକୁ ଯିଏ ଯେମିତି ଭାବରେ ସଜାଡ଼ିଛନ୍ତି, ଯେଉଁ 3 ଜଣ ଅଛନ୍ତି ଏବଂ ଅନ୍ୟ ଯେଉଁମାନେ ଦକ୍ଷ ଲୋକ ପୁରୁଣା ଅଭିଜ୍ଞ ଲୋକ ଅଛନ୍ତି ତାଙ୍କୁ ସାଙ୍ଗରେ ନେଇକରି ବିଧାନସଭା କାର୍ଯ୍ୟ ଚଳାଇବେ, ଖୁବ୍ ଭଲ କରିବେ। ଅପୋଜିସନ୍ ରୋଲ୍ ବଢ଼ିଆ ଭାବରେ ପ୍ଲେ କରିବେ। ନ୍ୟାଚୁରାଲି କଂଗ୍ରେସ ହିଁ କଂଗ୍ରେସର ସବୁଠାରୁ ବଡ଼ ଶକ୍ତି ଓଡ଼ିଶାରେ ଆଦିବାସୀ ଆଉ ହରିଜନ ବା ଦଳିତ ବର୍ଗର ଲୋକମାନେ ଥିଲେ, ସେମାନେ ଟିକେ ଦୂରେଇ ଯାଇଛନ୍ତି। ତାଙ୍କୁ ସାଙ୍ଗରେ ଆଣିପାରିଲେ କଂଗ୍ରେସ ପୁଣି ଥରେ ତା'ର ସୌଭାଗ୍ୟ ଫେରି ପାଇବ। ନାଇଁ ସେ କୌଣସି କାରଣରୁ ରହିପାରିଛନ୍ତି, ମୁଁ ଭାବୁଛି ବିଶେଷ କିଛି ପ୍ରୋବ୍ଲେମ୍ ହେବ ନାହିଁ। କଂଗ୍ରେସର ସମସ୍ତେ ତାକୁ ଗ୍ରହଣ କରିଯିବେ ଏବଂ ସମସ୍ତେ ମିଳିମିଶିକରି କାମ କରିବେ, ଏ ବିଶ୍ୱାସ ମୋର ଅଛି। ନା ନ୍ୟାଚୁରାଲି ନିର୍ବାଚନ ଆଗାମୀ ନିର୍ବାଚନ ବହୁତ ଦିନ ଅଛି। ଜେନେରାଲ ଇଲେକ୍ସନ୍ ଅଛି, ଆମର ପଞ୍ଚାୟତ ଇଲେକ୍ସନ୍ ଅଛି, ଆଉ ଏସବୁ ଥିବାରୁ କରିଛନ୍ତି। ଏବେ ମୁଁ ଭାବୁଛି ଖୁବ୍ ଶୀଘ୍ର ଅର୍ଗାନାଇଜେସନ୍ ସେଟଅପ୍ଟା ତିଆରି ହୋଇଯିବ, AICC ତାଙ୍କର କରିବେ ଏବଂ ମୋର ବିଶ୍ୱାସ ଯେ AICC କଲାବେଳେ ରାଜ୍ୟର ସବୁ ଦିଗକୁ ଏବଂ କ୍ୟାପାବୁଲ୍ ଲୋକ ଏବଂ କଲେକ୍ଟିଭ୍ ଫଙ୍କସନିଂ ଆକୁ ଦୃଷ୍ଟିରେ ରଖିକରି ନିଶ୍ଚିତ ଭାବରେ ସଂଗଠନଟି ଗଢ଼ିବେ।